ଦଶମ ଶ୍ରେଣୀ ସାହିତ୍ୟ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ଆସ ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ଦେଖ, ନିମ୍ନ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ତ ଫାଷ୍ଟ ଅଛି ରୋଚକ, ତାର ଉତ୍ତର ହେବ ଅରୋଚକ। ସେପରି ବୁଦ୍ଧିମାନର ହେବ ନିର୍ବୋଧ, ପ୍ରଶଂସାର ହେବ ନିନ୍ଦା, ଆସକ୍ତର ହେବ ଅନାସକ୍ତ, ଆଉ ଛଦ୍ମର ପ୍ରକୃତ। ସେହିପରି ହସିବାର ହେବ କାନ୍ଦିବା। 2 ନମ୍ବର ସନ୍ଧି ବିଚ୍ଛେଦ କର। ଦୁରାରୋଗ୍ୟ, ତ ଏହାକୁ ସନ୍ଧି ବିଚ୍ଛେଦ କଲେ ହେବ ଦୁଃ ଯୋଗ ଆରୋଗ୍ୟ। ପୈତୃକ, ପିତୃ ଯୋଗ ଇକ। ଉତ୍ତରାଧିକାରୀ, ଉତ୍ତରାଧିକାରୀ ହେବ ଉତ୍ତର ଯୋଗ ଅଧିକାରୀ। ଅଭିଷେକୋତ୍ସବ, ସେଇଟାକୁ ଲେଖିବ ଅଭିଷେକ ଯୋଗ ଉତ୍ସବ। ସୁଧାକର, ସୁଧା ଯୋଗ ଆକର। ସେହିପରି ସମାଲୋଚନାର ହେବ ସମ୍ ଯୋଗ ଆଲୋଚନା। 3 ନମ୍ବର କାନ୍ତି ଲଗାଇ ଆଉ 5 ଗୋଟି ଶବ୍ଦ ଲେଖ। ତ ଚନ୍ଦ୍ରକାନ୍ତି, ସୂର୍ଯ୍ୟକାନ୍ତି, ସୁକାନ୍ତି, ସୌମ୍ୟକାନ୍ତି, ତୁଷାରକାନ୍ତି, ଏହିପରି 5ଟି ଶବ୍ଦ ଲେଖିବ। 4 ନମ୍ବର ନିତ୍ୟ ଯୋଗ ଆନନ୍ଦ ନିତ୍ୟାନନ୍ଦ, ଏହିପରି କ'ଣ ହେବ ଲେଖ। ତ ସତ୍ୟ ଯୋଗ ଆନନ୍ଦ ସତ୍ୟାନନ୍ଦ, ରସ ଯୋଗ ଆନନ୍ଦ ରସାନନ୍ଦ, ପୂର୍ଣ୍ଣ ଯୋଗ ଆନନ୍ଦ ପୂର୍ଣ୍ଣାନନ୍ଦ, ଭୈରବ ଯୋଗ ଆନନ୍ଦ ଭୈରବାନନ୍ଦ, ଆଉ ବ୍ରହ୍ମ ଯୋଗ ଆନନ୍ଦ ବ୍ରହ୍ମାନନ୍ଦ। 5 ନମ୍ବର ଗୌରବଚନ୍ଦ୍ର ଭଳି ଚନ୍ଦ୍ର ଲଗାଇ 5 ଗୋଟି ଶବ୍ଦ ଲେଖ। ତ ପୂର୍ଣ୍ଣଚନ୍ଦ୍ର, ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର, କବିଚନ୍ଦ୍ର, ଅର୍ଦ୍ଧଚନ୍ଦ୍ର, ଏହିପରି 5ଟି ଶବ୍ଦ ଲେଖିବ। 6 ନମ୍ବର ଦେଖ, କାନ୍ତ କବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି? ତ କାନ୍ତ କବି ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା। 7 ନମ୍ବର କାନ୍ତ କବିଙ୍କ ପୈତୃକ ଗ୍ରାମର ନାମ କ'ଣ ଥିଲା? ତ କାନ୍ତ କବିଙ୍କ ପୈତୃକ ଗ୍ରାମର ନାମ ତାଳପଦା ଥିଲା। 8 ନମ୍ବର ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ'ଣ ଓ ସେ କେଉଁ ବୃତ୍ତି ଅବଲମ୍ବନ କରୁଥିଲେ? ତ ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ସେ ଓକିଲାତି କରୁଥିଲେ ବା ଓକିଲାତି ବୃତ୍ତି ଅବଲମ୍ବନ କରୁଥିଲେ। 9 ନମ୍ବର କବିତା ଲେଖା ପାଇଁ ଲକ୍ଷ୍ମୀକାନ୍ତ କାହାର ଶ୍ରଦ୍ଧାଭାଜନ ହୋଇଥିଲେ? ତ କବିତା ଲେଖା ଯୋଗୁଁ ଲକ୍ଷ୍ମୀକାନ୍ତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। 10 ନମ୍ବର ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ'ଣ? ତ ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ ଥିଲା ରାଧାମଣୀ ଦେବୀ। 11 ନମ୍ବର ଲକ୍ଷ୍ମୀକାନ୍ତ BA ପଢ଼ିବା ପାଇଁ କଲିକତାର କେଉଁ କଲେଜରେ ନାମ ଲେଖାଇଥିଲେ? ତ ଲକ୍ଷ୍ମୀକାନ୍ତ BA ପଢ଼ିବା ପାଇଁ କଲିକତାର ରିପନ କଲେଜରେ ନାମ ଲେଖାଇଥିଲେ। 12 ନମ୍ବର ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କେଉଁ ନାଟକରେ ଅଭିନୟ କରିଥିଲେ? ତ ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କାଞ୍ଚି କାବେରୀ ନାଟକରେ ଅଭିନୟ କରିଥିଲେ। 13 ନମ୍ବର କେଉଁଠାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତ କବି ରୂପେ ଅଭିହିତ କରାଯାଇଥିଲା? ତ ଭଦ୍ରକ ହାଇସ୍କୁଲ ଠାରେ ଏକ ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତ କବି ରୂପେ ଅଭିହିତ କରାଯାଇଥିଲା। 14 ନମ୍ବର ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ କେଉଁ ପତ୍ରିକାର ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ? ତ ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ ମୁକୁର ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଓ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ବିଶ୍ୱନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 15 ନମ୍ବର କାନ୍ତ କବିଙ୍କ କୁଳଗୁରୁଙ୍କ ନାମ କ'ଣ? ତ କାନ୍ତ କବିଙ୍କ କୁଳଗୁରୁଙ୍କ ନାମ ବାବାଜୀ ରାମ ଦାସ। 16 ନମ୍ବର ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା କିଏ? ତ ବୈଷ୍ଣବ ଧର୍ମାବଲମ୍ବୀ ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା ଥିଲେ ଗୋପୀନାଥ। 17 ନମ୍ବର ବନ୍ଦେ ଉତ୍କଳ ଜନନୀ କବିତା ଉତ୍କଳ ସମ୍ମିଳନୀର କେଉଁଠିକା ଅଧିବେଶନରେ ଗାନ କରାଯାଇଥିଲା? ତ ବନ୍ଦେ ଉତ୍କଳ ଜନନୀ କବିତା ଉତ୍କଳ ସମ୍ମିଳନୀର
1912 ମସିହା ବାଲେଶ୍ୱର ଅଧିବେଶନରେ ଗାନ କରାଯାଇଥିଲା। 18 ନମ୍ବର ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସର ନାମ କ'ଣ? ତ ଲକ୍ଷ୍ମୀକାନ୍ତ ଭଦ୍ରକରେ ଗୋପୀନାଥ ପ୍ରେସ ସ୍ଥାପନ କରିଥିଲେ। 19 ନମ୍ବର ଡଗର ପ୍ରକାଶନ କଟକର ପିଠାପୁରରୁ କେଉଁ ମସିହାରେ ହୋଇଥିଲା? ତ ଡଗର ପତ୍ରିକା କଟକର ପିଠାପୁରରୁ 1937 ମସିହାରେ ପ୍ରକାଶିତ ହୋଇଥିଲା। 20 ନମ୍ବର ଅସହଯୋଗୀର ଆତ୍ମକଥା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ତ ଅସହଯୋଗୀର ଆତ୍ମକଥା ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। 21 ନମ୍ବର ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କ'ଣ? ତ ଲକ୍ଷ୍ମୀକାନ୍ତଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କଣା ମାମୁଁ। 22 ନମ୍ବର ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲରୁ ଇସ୍ତଫା ଦେଲେ କାହିଁକି? ତ ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ ସରକାରଙ୍କ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲର ସଭ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। 23 ନମ୍ବର ସରଳାର୍ଥ ଏଭଳି ସମୟରେ ସାହିତ୍ୟ ସଙ୍ଗୀତ ସଂକୀର୍ତ୍ତନ ଚର୍ଚ୍ଚା ଇଷ୍ଟପୂଜା ଗୁରୁବାଣୀ ପାଳନ ଥିଲା ତାଙ୍କ ପାଇଁ ସାନ୍ତ୍ୱନାର ଔଷଧି। ତ ଏହାକୁ ଲେଖିବ ଏଭଳି ଔଷଧି। ସଂଶିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନୀ ଓ ସାହିତ୍ୟକୃତି ଶୀର୍ଷକ ପ୍ରବନ୍ଧରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କାନ୍ତକବି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଲା ପରେ କୁଳଦେବତା ଗୋପୀନାଥଙ୍କ ସମର୍ପିତ ହୋଇ କିପରି ସମୟ ଅତିବାହିତ କରୁଥିଲେ ତାହା ବର୍ଣ୍ଣିତ। ତାପରେ ଲେଖିବ ଯେ ପିତାଙ୍କର ସମସ୍ତ ପ୍ରଯତ୍ନ ସତ୍ତ୍ୱେ କାନ୍ତକବି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ଶାରୀରିକ ବିକଳାଙ୍ଗ ହୋଇଗଲେ। ଏଭଳି ଦୁର୍ଦ୍ଦଶାଗ୍ରସ୍ତ ସମୟରେ ସେ କୁଳଗୁରୁ ରାମଦାସଙ୍କ ଠାରୁ ଦୀକ୍ଷା ଗ୍ରହଣ କରି କୁଳଦେବତା ଗୋପୀନାଥଙ୍କ ନିକଟରେ ସମର୍ପିତ ହେଲେ। ତାଙ୍କ ଜୀବନର ମାର୍ଗ ପରିବର୍ତ୍ତନ ହୋଇଗଲା। ପିତା ଭାଗବତ ବାବୁ ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ। ଏହିପରି ଦୁଃସମୟରେ ସେ ବିଭିନ୍ନ ସ୍ତରରୁ ଈର୍ଷା ଓ ମାଲିମକଦ୍ଦମାର ସମ୍ମୁଖୀନ ହେଉଥାନ୍ତି। କେବଳ ସାହିତ୍ୟ ସଙ୍ଗୀତ ସଂକୀର୍ତ୍ତନ ପୂଜା ଓ ଗୁରୁବାଣୀରେ ମନୋନିବେଶ କରି ନିଜ ଭିତରେ ସେ ସାନ୍ତ୍ୱନା ଖୋଜୁଥିଲେ। ଶେଷରେ ଲେଖିବ ପ୍ରସଙ୍ଗଟି ପ୍ରାଣସ୍ପର୍ଶୀ ଓ ହୃଦୟଗ୍ରାହୀ। 24 ନମ୍ବର ଗାନ୍ଧୀ ଆଦର୍ଶ ଓ ବାଣୀ ପ୍ରତି ସେ ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ରଚନା କରିଥିଲେ। ଏହାକୁ ଲେଖିବ ଯେ ଗାନ୍ଧୀ ଆଦର୍ଶ କରିଥିଲେ। ସଂଶିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନୀ ଓ ସାହିତ୍ୟକୃତି ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ। ଆଲୋଚ୍ୟ ପ୍ରସଙ୍ଗରେ କାନ୍ତକବି ଗାନ୍ଧୀଜୀଙ୍କ ଆଦର୍ଶ ଓ ବାଣୀରେ ଉଦ୍ବୁଦ୍ଧ ହୋଇ କିପରି ସାରସ୍ୱତ ସାଧନାରେ ବୁଡ଼ି ରହୁଥିଲେ ତାହା ପ୍ରକାଶ କରାଯାଇଛି। ପରାଧୀନ ଭାରତରେ ଗାନ୍ଧୀଙ୍କ ବାଣୀ ଓ ଆଦର୍ଶ ଦ୍ୱାରା କାନ୍ତକବି ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ ଅତ୍ୟାଚାରକୁ ବିରୋଧ କରି ପିତା ଭାଗବତ ବାବୁ ବିହାର ଓଡ଼ିଶା କାଉନସିଲର ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଦୁଇ ପୁତ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ କାରାବରଣ କରିଥିଲେ। ଭାରତୀୟ ମୁକ୍ତି ସଂଗ୍ରାମ ଓ ଗାନ୍ଧୀଜୀଙ୍କ ଆଦର୍ଶର ପ୍ରତିଫଳନ ତାଙ୍କ ରଚନାକୁ ରୁଦ୍ଧିମନ୍ତ କରିଥିଲା। ଆଉ ଶେଷରେ ଲେଖିବ ପ୍ରସଙ୍ଗଟି ଯଥାର୍ଥ ଓ ବାସ୍ତବଧର୍ମୀ। 25 ନମ୍ବର ଅଧିକାଂଶ ରଚନା ପ୍ରାଣ ଧର୍ମରେ ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୂପ ଧର୍ମୀ। ତ ଅଧିକାଂଶ ବିଦ୍ରୂପ ଧର୍ମୀ ଲେଖିବ। ତାପରେ ଲେଖିବ ସଂଶିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନୀ ଓ ସାହିତ୍ୟକୃତି ଶୀର୍ଷକ ପ୍ରବନ୍ଧରୁ ଆସିଅଛି। ଆଲୋଚ୍ୟ ପ୍ରସଙ୍ଗରେ କାନ୍ତକବିଙ୍କ ଅଧିକାଂଶ ରଚନାରେ କେଉଁପରି ହାସ୍ୟ ଓ ବ୍ୟଙ୍ଗର ଅପୂର୍ବ ସମ୍ମିଶ୍ରଣ ଘଟିଛି ତାହା ପ୍ରକାଶ କରାଯାଇଛି। ତାପରେ ଲେଖିବ ଓଡ଼ିଆ ସାହିତ୍ୟର ଗଦ୍ୟ ଓ ପଦ୍ୟ ବିଭାଗକୁ ବହୁ ସଂଖ୍ୟକ ଓ ନାନା ପ୍ରକାରର ରଚନା ଦ୍ୱାରା କାନ୍ତକବି ପରିପୁଷ୍ଟ କରିଛନ୍ତି। ତାଙ୍କ ସାହିତ୍ୟ ମାତ୍ରକେ ପାଠକ ଅନୁଭବ କରନ୍ତି ହସାଇବାର ଅଦ୍ଭୁତ ଶକ୍ତି। ସେ ପଦ୍ୟରେ ଲେଖିଥିବା
ଲାଳିକା ଓ ନାଟ୍ୟ ରୀତିର ପ୍ରହସନରେ ତାଙ୍କ ହାସ୍ୟ ସୃଷ୍ଟିକାରୀ ରଚନା ଶୈଳୀ ଲକ୍ଷ୍ୟ କରାଯାଏ। ସେ ତାଙ୍କର ଅଧିକାଂଶ ରଚନା ଆବେଦନରେ ପାଠକକୁ ହାସ୍ୟ ମାଧ୍ୟମରେ ସୁଖାନୁଭବ ଦେଇଛନ୍ତି। ତିଅଣରେ ଲୁଣ ଭଳି ସାହିତ୍ୟରେ ହାସ୍ୟରସ ଏକାନ୍ତ ଆବଶ୍ୟକ ବୋଲି ସେ ବିଚାରିଥାନ୍ତି। ନିଜ ଜୀବନ ଘୋର ନୈରାଶ୍ୟ ମଧ୍ୟରେ ଗତି କରୁଥିବା ସମୟରେ ପାଠକମାନଙ୍କୁ ହସାଇବାର ଅଦ୍ଭୁତ କଳା କ୍ୱଚିତ୍ ସାରସ୍ୱତ ସାଧକଙ୍କ ନିକଟରେ ଦେଖିବାକୁ ମିଳେ। ତ ପ୍ରସଙ୍ଗଟି ଯଥାର୍ଥ ଓ ମର୍ମସ୍ପର୍ଶୀ। 26 ନମ୍ବର। ଗଳ୍ପଟିର ପରିଣତି ବେଶ୍ କରୁଣ ରସରେ ମାର୍ମିକ। ଏହାକୁ ଲେଖିବ ଗଳ୍ପଟିର ... ମାର୍ମିକ। ସଂଶିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନୀ ଓ ସାହିତ୍ୟକୃତି ଶୀର୍ଷକ ପ୍ରବନ୍ଧରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗଟି କାନ୍ତକବିଙ୍କ ସାରସ୍ୱତ ପ୍ରତିଭାର ଶ୍ରେଷ୍ଠ ନିଦର୍ଶନ ଗଳ୍ପ ବୁଢ଼ା ଶଙ୍ଖାରିକୁ ଭିତ୍ତି କରି କୁହାଯାଇଛି। ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ଆଦି ରଚନା ଦ୍ୱାରା କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେ ଅନେକ ଗଳ୍ପ ରଚନା କରିଥିଲେ ମଧ୍ୟ ବୁଢ଼ା ଶଙ୍ଖାରି ଗଳ୍ପରେ ପରିବେଶିତ ପ୍ରେମ ଓ କରୁଣା ଭାବ ପାଠକମାନଙ୍କର ହୃଦୟକୁ ସ୍ପର୍ଶ କରିଥିବାରୁ ତାହା କାଳଜୟୀ ହୋଇଅଛି। ଯେଉଁ ବୋହୂର ହାତରେ ଶଙ୍ଖା ପିନ୍ଧାଇବା ପାଇଁ ଶଙ୍ଖାରି ବୁଢ଼ା ଶାରୀରିକ କଷ୍ଟ ସ୍ୱୀକାର କରି ଧାଇଁ ଯାଇଥିଲା, ଦେଖିଲା ବେଳକୁ ସେ ବିଧବା ହୋଇଯାଇଥିଲା। ଗଳ୍ପର ଅନ୍ତିମ ଭାଗ ପାଠକମାନଙ୍କ ହୃଦୟକୁ ବିଚଳିତ କରିଥାଏ। ରକ୍ତ ସମ୍ପର୍କ ନଥାଇ ଅନାବିଳ ମାନବିକ ସମ୍ପର୍କ ଯେ କେତେ ମହାନ ହୋଇପାରେ ତାହା ଏହି ଗଳ୍ପରେ ପ୍ରମାଣିତ ହୋଇଛି। ଶେଷରେ ଲେଖିବ ପ୍ରସଙ୍ଗଟି ପ୍ରାଣସ୍ପର୍ଶୀ ଓ ହୃଦୟଗ୍ରାହୀ। 27 ନମ୍ବର। ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ବେଳେବେଳେ ତାଙ୍କ ସୃଷ୍ଟିକୁ ଅନନ୍ୟ କରିଛି। ଏହାକୁ ଲେଖିବ ଆଧ୍ୟାତ୍ମିକ ... କରିଛି। ସଂଶିତ ଗଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନୀ ଓ ସାହିତ୍ୟକୃତି ଶୀର୍ଷକ ପ୍ରବନ୍ଧରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ ଆଧ୍ୟାତ୍ମିକତା ଓ ଈଶ୍ୱର ଦର୍ଶନ କିପରି କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କୃତିଗୁଡ଼ିକରେ ପ୍ରତିଫଳିତ ହୋଇଛି ତାହା ପ୍ରକଟିତ। ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଲା ପରେ କାନ୍ତକବି ବିଭୁ ସମର୍ପିତ ହୋଇଯାଇଥିଲେ। ଭଜନ କୀର୍ତ୍ତନ ଇଷ୍ଟପୂଜା ଗୁରୁବାଣୀ ମଧ୍ୟରେ ସେ ଜୀବନର ନୈରାଶ୍ୟ ସାନ୍ତ୍ୱନା ଖୋଜୁଥିଲେ। ତାଙ୍କ ରଚିତ ଆଧ୍ୟାତ୍ମବାଦ ଗୀତଗୁଡ଼ିକର ସଂକଳନ ଜୀବନ ସଙ୍ଗୀତ। ଗୀତଗୁଡ଼ିକର ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ଜୀବନ ସଙ୍ଗୀତକୁ ଅନନ୍ୟ କୃତିର ମାନ୍ୟତା ଦେଇଛି। କେହି କେହି ଏହାକୁ ରବୀନ୍ଦ୍ରନାଥ ଟାଗୋରଙ୍କ ଗୀତାଞ୍ଜଳି ତୁଲ୍ୟ ମହାନ କୃତିକୀର୍ତ୍ତି ବୋଲି କହିଥାନ୍ତି। ତାଙ୍କ ରଚିତ ସବୁଥିରୁ ବଞ୍ଚିତ କରି ଯେଉଁ ଯଶବାନ ଉଡ଼ାଇ ବହେ ଆଜି ବି ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ଏକ ଅନତିକ୍ରମଣୀୟ କୃତି। ଶେଷରେ ଲେଖିବ ପ୍ରସଙ୍ଗଟି ଯୁକ୍ତିଯୁକ୍ତ ଓ ହୃଦୟଗ୍ରାହୀ। ତ ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।